উৎসব এই বালিকুদা সৎসঙ্গ বিহারে পালন हुए এবং অভিজ্ঞা আমার আচার্যদেব সেই ডিসেম্বর মাসରେ ଆସିଥିଲେ। କିନ୍ତୁ ଆଚାର୍ଯ୍ୟଙ୍କର ଯେଉଁ ରହିଛି ଇଚ୍ଛା ଉଦ୍ଦେଶ୍ୟ ପ୍ରତ୍ୟେକ ଲୋକଙ୍କୁ ସେ ବିଭୁବାର କର। ଆଜି ଲୋକ ବିଭିନ୍ନ ଦୁଃଖ କଷ୍ଟ ରୋଗ ଯନ୍ତ୍ରଣା ସବୁର ସମାଧାନ ସେ କହୁଛନ୍ତି ଡିପୁଆର। ତୁମେ ଚାଲ, ଚାଲିକିରି ଲୋକଙ୍କ ଘରକୁ ଗଲେ ଏବଂ ତା ସହିତ ବି ଆଳାପ ଆଲୋଚନା କଲେ ତୁମର ଦେହଟା ସୁସ୍ଥ ରହିବ, ତୁମ ମନଟା ସୁସ୍ଥ ରହିବ ଏବଂ ଖାଦ୍ୟପେୟ ବି ସୁସ୍ଥ କରିବ। କ'ଣ ଖାଇବା କ'ଣ ନ ଖାଇବା ଏଇଟା ହେଉଛି ଆମର ଠାକୁର ଚାହିଁଛନ୍ତି। ପ୍ରତ୍ୟେକ ଲୋକ ଆମମାନଙ୍କ ଭିତରେ ଏବଂ ସେଇ ଜିନିଷଟା କେମିତି କରିବା ଏବଂ ସମସ୍ତେ ଅବିକା ଏ ଫାଲ୍ଗୁଣ ମାସ ଚାଲିଛି ଏବଂ ଏ ବସନ୍ତ ସମୟ ଏବଂ ଆମମାନେ ସମସ୍ତେ ଏବଂ ସେ ବସନ୍ତ ଋତୁରେ ବସନ୍ତ ତ ନାହିଁ ଖରା ପଡ଼ିଗଲାଣି ଏବଂ ସେଇ ଋତୁରେ ଆମମାନେ ସମସ୍ତେ ଖାଦ୍ୟପେୟ ନିୟନ୍ତ୍ରଣ କରିବା ଏବଂ ଖାଦ୍ୟ ଉପରେ ହେଉଛି ମନ, ମନ ଉପରେ ପ୍ରଭାବ ପଡ଼େ ଖାଦ୍ୟ। ଆଜି ସମଗ୍ର ଇଏରେ ଦେଖାଯାଉଛି ଏବଂ ଆମେ ସବୁ କହୁଛେ ଅସୁବିଧା ଅଛି, କିନ୍ତୁ ତା ଭିତରେ ଦେଖାଯାଉଛି ଏ ବାଟରେ ଆସିଲା ବେଳେ ଆପଣ କହୁଥିଲି ଯେ ଗୁପଚୁପ ଦୋକାନ, ଚାହା ଦୋକାନ ଏବଂ ସୁନା ଦୋକାନ ବଢ଼ି ଚାଲିଛି। ତାହେଲେ ଅଭାବ କେଉଁଠି ଅଛି? ସେ ମନର ଅଭାବ। ସେ ମନର ଅଭାବକୁ ଦୂରେଇବାକୁ ହେଲେ ଏକମାତ୍ର ପ୍ରୟୋଜନ ମୋର ଶ୍ରୀ ଶ୍ରୀ ଠାକୁର କ'ଣ କହିଛନ୍ତି ଏବଂ ଶ୍ରୀ ଶ୍ରୀ ଠାକୁର ଆମମାନଙ୍କ ପାଖରେ ଯେଉଁ ରଖିଗଲେ ଆଚାର୍ଯ୍ୟ ପରମ୍ପରା ଏବଂ ଆମମାନେ ସେ ଆଚାର୍ଯ୍ୟ ପରମ୍ପରା ଆଚାର୍ଯ୍ୟ ଆମମାନଙ୍କର ଦେହ ପ୍ରେୟ ଶ୍ରେୟ ଏବଂ ତାଙ୍କୁ ଆମମାନେ ନେଇକରି ଚାଲିବା ଏବଂ ଡିପୁଆର କାମ କରିବା। ଏ ବାଲିକୁଦା ବ୍ଲକର ଆମମାନେ ସମସ୍ତେ ଏଇଟା କରିବା ଏବଂ ସମସ୍ତଙ୍କ ପାଇଁ ପରମ ପିତାଙ୍କ ପାଖରେ ପ୍ରାର୍ଥନା କରୁଛି। ଯେଉଁମାନେ ଆସିଛନ୍ତି ଯେମିତି ଆମ ରଘୁନନ୍ଦନର ଭାଇଙ୍କର ତାଙ୍କ ବାପା ମା ସେ ବି ଠାକୁରଙ୍କ ଦୀକ୍ଷା ନେଇଥିଲେ, ଏଇ ଅଞ୍ଚଳର ସେ ବି MLA ଥିଲେ ଓ ଆମମାନେ ସମସ୍ତେ ସେ ଯେ ନିତ୍ୟାନନ୍ଦ କାନୁନ ବି ଆମର ମହାମାନ୍ୟ ଏଇ ଅଞ୍ଚଳର ସେ ବି ଦୀକ୍ଷା ନେଇଥିଲେ। ପ୍ରାଣକୃଷ୍ଣ ପରିଜା ଏବଂ ଆମର ହୃଦାନନ୍ଦ ରାୟ ଏବଂ ବହୁ ବଡ଼ ବଡ଼ ଲୋକ ବହୁ ମନୀଷୀ ଦୀକ୍ଷା ନେଇଥିଲେ ଏବଂ ଆମମାନେ ସମସ୍ତେ ତାକୁ ନେଇକରି ଏଇ ଅଞ୍ଚଳର ଦେବବାବୁ ବି ଦୀକ୍ଷା ନେଇଥିଲେ ଓ ଆମମାନେ ସମସ୍ତେ ସେ ଠାକୁରଙ୍କୁ ନେଇକରି ଚାଲିବା ଉଠିବା ଏବଂ ସମସ୍ତଙ୍କର ସେ ପରମ ପିତାଙ୍କ ପାଖରେ ପ୍ରାର୍ଥନା କରୁଛି। ଯେଉଁମାନେ ଜଏନ୍ କରିଛନ୍ତି, ଯେଉଁମାନେ ଆସିଛନ୍ତି, ଯେଉଁମାନେ ଆସିନାହାନ୍ତି ସମସ୍ତେ ଆହୁରି ନେଇ ଉଠନ୍ତୁ ଏବଂ ସମସ୍ତେ ଯେଉଁଟାକି ସେଇ ସତ୍ସଙ୍ଗ କରନ୍ତୁ ଏବଂ ଯେ କିଛି କମ୍ ଲୋକ ଯେଉଁଟାକି ଆଚାର୍ଯ୍ୟ ଚାହୁଁଛନ୍ତି ତୁମର ଫୁଲ ଥାଉ ନଥାଉ ବାଇରେ ଯାହା ଅଛି ସେ ବସି ଆଳାପ ଆଲୋଚନା କରନ୍ତୁ ଏବଂ ସବୁ ନୂଆ ନୂଆ ଲୋକ କୁହନ୍ତୁ, ନୂଆ ନୂଆ ଲୋକ ଗାଆନ୍ତୁ ଏବଂ ସମସ୍ତେ ପରମ ପିତାଙ୍କୁ ନେଇକରି ସମୟ ହେଇଯାଇଛି। ତାପରେ ଆମର ସେଇ ହେବ, ତାପରେ ଆମର ସୁମନ ଭାଇ ଧ୍ୱନି ଦେବେ ଏବଂ ଆମମାନେ ସମସ୍ତେ ଶ୍ରୀଷ୍ଠାକୁ ନେଇକରି ଆହୁରି ଆଗେଇବା। ପରମ ପିତାଙ୍କ ପାଖରେ ପ୍ରାର୍ଥନା କରୁଛି ଆପଣମାନେ ସୁଖ ଶାନ୍ତି ଆନନ୍ଦରେ ଆହୁରି କେନ୍ଦ୍ରରେ ବି ଦୋଳ ପୂର୍ଣ୍ଣିମା ଦିନ ସେଇ ଦଳରେ ପ୍ରତ୍ୟେକ ଯେ ଆଚାର୍ଯ୍ୟ ରହିଛି ଦୋଳ ଉତ୍ସବ, ସ୍ନାନ ଉତ୍ସବ ଏବଂ ସବୁ କେନ୍ଦ୍ର ମନ୍ଦିର ହେବ ଏବଂ ସେଇ 14 ତାରିଖ ଏ ବର୍ଷ ସୁଯୋଗ ପଡ଼ୁଛି ଯେ କି ସେଇ ପୂର୍ଣ୍ଣିମା ଏବଂ ସଂକ୍ରାନ୍ତି ଗୋଟେ ଦିନରେ ପଡ଼ୁଛି। ଆମମାନେ ସେଇ ସତ୍ସଙ୍ଗ କରିବା ଏବଂ ସେଇ ସମସ୍ତେ ପରମ ପିତାକୁ ନେଇ ଚାଲିବା ଏବଂ ସମସ୍ତଙ୍କ ପାଇଁ ଗଛ ଲଗେଇବା। ଯିଏକି ଆମର ଏଇ ଅଞ୍ଚଳରେ ଥିଲେ ଯିଏକି ଆମର ଯେଉଁ ନବକୃଷ୍ଣ ଚୌଧୁରୀ ଯିଏକି ସେ ଯାହା ଡିସିସନ ତାଙ୍କରି ବେଳେ ହେଇଥିଲା ଏବଂ ସେଇ ଚାହିଁଥିଲେ ବି ଏଇ ମଦ ମୃତ୍ୟୁଟାକୁ ମଦ ଏଟାକୁ ବନ୍ଦ କରିବା ପାଇଁ ଏବଂ ସେଇ ଯେତେବେଳେ କମ୍ ଦିନ ସେ ରହି ଏବଂ 6 ବର୍ଷ ଥିଲେ ତାଙ୍କ ସାଙ୍ଗରେ ଅନ୍ୟମାନେ ଲାଗିଲେ ଛାଡ଼ିଦେଲେ ଏବଂ ଆମମାନେ ସମସ୍ତେ ଗଛ ଲଗେଇବା। ଅନ୍ତତଃ ପକ୍ଷେ ଯେଉଁମାନେ ଅଛେ ଦେଖୁଛନ୍ତି କ'ଣ କରାହେଉଛି ଲିମ୍ବ ଗଛ ଯେକୌଣସି ଗଛ ସମସ୍ତେ ଗୋଟେ ଲଗେଇବା ଏବଂ ସେଇ ଖାଦ୍ୟପେୟ ନିୟନ୍ତ୍ରଣ କରିବା ଏବଂ ସମସ୍ତେ ଠାକୁର ନେଇ ଆନନ୍ଦ ଉତ୍ସାହ କରିବା। ସମସ୍ତଙ୍କ ପାଇଁ ପରମ ପିତା ପ୍ରାର୍ଥନା। ଜୟ ଗୁରୁ।